ଜୁଲାଇ 30ରୁ ଆରମ୍ଭ ହୋଇ ଅଗଷ୍ଟ 28 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପବିତ୍ର ମାସରେ ମହାଦେବଙ୍କ ବିଶେଷ ଆଶୀର୍ବାଦ ସୃଷ୍ଟି ହେବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁସାରେ ଶ୍ରାବଣ ମାସରେ ଏହି ଗ୍ରହ ଓ ନକ୍ଷତ୍ରମାନଙ୍କ ଏପରି ଶୁଭଯୋଗ ସୃଷ୍ଟି ହୋଇଛି ଯାହା 5ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳାଇ ଦେବ। ମାସ ଭିତରେ ସବୁଠାରୁ ପୁଣ୍ୟର ମାସ ହେଉଛି କାର୍ତ୍ତିକ ଏବଂ ଶ୍ରାବଣ। ଏହି ଦୁଇଟି ମାସରୁ ଶ୍ରାବଣ ମାସ ହେଉଛି ଦେବାଧିଦେବ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ମାସ। ଚଳିତ ବର୍ଷ ଜୁଲାଇ 30ରୁ ଆରମ୍ଭ ହୋଇ ଅଗଷ୍ଟ 28 ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପବିତ୍ର ମାସରେ ମହାଦେବଙ୍କ ବିଶେଷ ଆଶୀର୍ବାଦ ସୃଷ୍ଟି ହେବାକୁ ଯାଉଛି। ଜ୍ୟୋତିଷ ଗଣନା ଅନୁସାରେ ଶ୍ରାବଣ ମାସରେ ଗ୍ରହ ଓ ନକ୍ଷତ୍ରମାନଙ୍କ ଏପରି ଶୁଭଯୋଗ ସୃଷ୍ଟି ହୋଇଛି ଯାହା 5ଟି ରାଶିର ବ୍ୟକ୍ତିବିଶେଷଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳାଇ ଦେବ। କ୍ୟାରିୟର, ବ୍ୟବସାୟ ଏବଂ ଆର୍ଥିକ କ୍ଷେତ୍ରରେ ଏହି ରାଶିର ଲୋକମାନଙ୍କୁ ଅପାର ସଫଳତା ପ୍ରାପ୍ତ ହେବ। ତେବେ ଏହି ସୌଭାଗ୍ୟଶାଳୀ ରାଶିଗୁଡ଼ିକ କ'ଣ କ'ଣ ଆସନ୍ତୁ ଜାଣିବା। ମେଷ ରାଶି। ମେଷ ରାଶିର ବ୍ୟକ୍ତିବିଶେଷମାନଙ୍କ ପାଇଁ ଶ୍ରାବଣ ମାସ ନୂଆ ଆଶା ଓ ସଫଳତା ନେଇ ଆସିବ। ଦୀର୍ଘ ଦିନରୁ ହୋଇ ନଥିବା କାମରେ ହଠାତ୍ ଗତି ଆସିବ ଏବଂ କର୍ମକ୍ଷେତ୍ରରେ ପଦୋନ୍ନତି ସହ ନୂତନ ଦାୟିତ୍ୱ ମିଳିବ। ବୃଷ ରାଶି। ବୃଷ ରାଶିର ଜାତକ ବିଶେଷଙ୍କ ପାଇଁ ଏହି ସମୟ ଆର୍ଥିକ ଉନ୍ନତି ଓ ମାନସିକ ଶାନ୍ତି ଆଣିଦେବ। ଫସି ରହିଥିବା ଟଙ୍କା ଫେରି ପାଇବା ସହ ଚାକିରିରେ ଉଚ୍ଚାଧିକାରୀଙ୍କ ପ୍ରଶଂସା ମିଳିବ। ଏହି ସମୟରେ ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ସିଂହ ରାଶି। ଏହି ସମୟରେ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ଜାତକର ଆତ୍ମବିଶ୍ୱାସ ଓ ପରାକ୍ରମ ବୃଦ୍ଧି ପାଇବ। କ୍ୟାରିୟରରେ ନୂଆ ନୂଆ ସୁଯୋଗ ମିଳିବ ଏବଂ ବ୍ୟବସାୟରେ ସମ୍ପଦାୟକ ହେବ। କର୍କଟ ରାଶି। ମହାଦେବଙ୍କ କୃପାରୁ ଏହି ରାଶିର ଲୋକଙ୍କୁ ଆଧ୍ୟାତ୍ମିକ ଓ ପାରିବାରିକ ସୁଖ ମିଳିବ। ପୁରୁଣା ପାରିବାରିକ ମନୋମାଳିନ୍ୟ ଦୂର ହୋଇ ସମ୍ପର୍କରେ ମଧୁର ଆସିବ। ମକର ରାଶି। ମକର ରାଶିର ଜାତକମାନଙ୍କ ପାଇଁ ମଧ୍ୟ ଶ୍ରାବଣ ମାସ ବରଦାନ ସଦୃଶ ହେବ। କର୍ମକ୍ଷେତ୍ରର ପ୍ରତିଯୋଗିତା ଓ ଋଣର ଭାରକୁ ମୁକ୍ତି ମିଳିବା ସହ ଦୀର୍ଘକାଳୀନ ଲକ୍ଷ୍ୟ ପୂରଣ ହେବ। ଶିବଲିଙ୍ଗରେ କଳା ଖସା ଓ ଜଳ ଅର୍ପଣ କରିବା ଦ୍ୱାରା ଶୁଭ ଫଳ ବୃଦ୍ଧି ପାଇବ। ଶ୍ରାବଣ ମାସର ଶ୍ରାବଣ ମାସ ସାରା ମହାଦେବଙ୍କୁ ଜଳାଭିଷେକ କରିବା ଏବଂ ଓಂ ନମଃ ଶିବାୟ ମନ୍ତ୍ର ଜପ କରିବା ଦ୍ୱାରା ଜୀବନର ସମସ୍ତ ଦୁଃଖ କଷ୍ଟ ଦୂର ହୋଇଯାଇଥାଏ। ଯଦି ଆପଣଙ୍କର ଏହି 5ଟି ରାଶି ମଧ୍ୟରୁ ଗୋଟିଏ ରାଶି, ତେବେ ଏହି ପବିତ୍ର ମାସର ମହାଦେବଙ୍କୁ ଆଧାରରେ କରି ନିଜର ଭାଗ୍ୟକୁ ଆହୁରି ମଜବୁତ କରନ୍ତୁ।